ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ବିକାଶ ଯାତ୍ରାରେ ମହିଳାଙ୍କ ଅଂଶଗ୍ରହଣକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ତ୍ୱରାନ୍ୱିତ ହେଉଛି ପ୍ରଚାର ଅଭିଯାନ। ମୁମ୍ବାଇର ଶିବାଜୀ ପାର୍କରେ ଆଜି ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେଙ୍କ ଶେଷକୃତ୍ୟ। ଆମେରିକା ଇରାନ ଆଲୋଚନା ବିଫଳ ହେବା ପରେ ପଶ୍ଚିମ ଏସିଆ ପରିସ୍ଥିତି ଜଟିଳ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ବିଜୟୀ। ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ଭାରତର ବିକାଶ ଯାତ୍ରାରେ ମହିଳାମାନଙ୍କର ଅଂଶଗ୍ରହଣକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏହି ଜାତୀୟ ସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପଞ୍ଚାୟତଠାରୁ ସଂସଦ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଶାସନ ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାଙ୍କ ବର୍ଦ୍ଧିତ ଭୂମିକା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ। ସରକାର, ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ଉଦ୍ୟୋଗ, ଗଣମାଧ୍ୟମ, ସମାଜସେବା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହ ସଫଳ ମହିଳାମାନେ କାର୍ଯ୍ୟକ୍ରମରେ ଯୋଗଦେବେ। 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମହିଳାମାନଙ୍କ ଭୂମିକା ଉପରେ ସମ୍ମିଳନୀରେ ଆଲୋଚନା ହେବ। 2023 ମସିହା ସେପ୍ଟେମ୍ବର ମାସରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରିବା ନେଇ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ଏହି ଆଇନ ଅନ୍ତର୍ଗତ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ 1/3 ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ସମଗ୍ର ଦେଶରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ଆସନ୍ତା 16 ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଅଭିଯାନ ତ୍ୱରାନ୍ୱିତ କରିଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ବୀରଭୂମ ଏବଂ ପଶ୍ଚିମ ବର୍ଦ୍ଧମାନରେ ପ୍ରଚାର କରିବେ। ବୀରଭୂମର ପଲ୍ଲୀମଙ୍ଗଳ କ୍ଲବ ପଡ଼ିଆରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଶାହା ପଶ୍ଚିମ ବର୍ଦ୍ଧମାନରେ ଏକ ରାଲିକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଅପରାହ୍ନରେ ଦୁର୍ଗାପୁରରେ ଶ୍ରୀ ଶାହା ଏକ ରୋଡ୍ ଶୋ କରିବା ସହ ରାତି 8ଟାରେ ଫର୍ଚୁନ୍ ପାର୍କରେ ଏକ ଜନସଭାକୁ ଉଦ୍ବୋଧନ ଦେବେ। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସକାଳେ ବୀରଭୂମ ଜିଲ୍ଲାରେ ଏକ ଦଳୀୟ ରାଲିରେ ଯୋଗଦେବା ସହ ପୂର୍ବ ବର୍ଦ୍ଧମାନ ଏବଂ ବାଙ୍କୁଡ଼ାରେ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 4 ଦିନିଆ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତରେ ଯିବେ। ଆଜି ଏମ୍ସର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଆସନ୍ତାକାଲି ଶ୍ରୀମତୀ ମୁର୍ମୁ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗାନ୍ଧୀନଗରସ୍ଥିତ ଲୋକଭବନରେ ସାମାଜିକ ସମରସତା ମହୋତ୍ସବରେ ଯୋଗଦେବେ। ଆସନ୍ତାକାଲି ମଧ୍ୟ ରାଷ୍ଟ୍ରପତି ଗାନ୍ଧୀନଗରସ୍ଥିତ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟର 5ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ଦିନ ରାଷ୍ଟ୍ରପତି ନାଗପୁର ଏମ୍ସର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ 78ତମ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀଙ୍କ ସମାରୋହରେ ଯୋଗଦେବେ। 16 ତାରିଖରେ ରାଷ୍ଟ୍ରପତି ମୁର୍ମୁ ୱାରଘାଠାରେ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର 6ଠ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେଙ୍କ ଆଜି ଅପରାହ୍ନ 4ଟାରେ ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି 92 ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା। ସଂକ୍ରମଣ ଯୋଗୁଁ ଆଶା ଭୋସଲେଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଶା ତାଇ ଭାବେ ପରିଚିତ ଆଶା ଭୋସଲେ ପଦ୍ମବିଭୂଷଣ ସମେତ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଆଜି ଦିନ 11ଟାରେ ଲୋୟର ପରେଲ ସ୍ଥିତ କାସା ଗ୍ରାଣ୍ଡେରେ ସାଧାରଣ ଜନତା ତାଙ୍କର ଶେଷ ଦର୍ଶନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିବେ। 8 ଦଶନ୍ଧିରୁ ଅଧିକ ସମୟ ଧରି ଆଶା ଭୋସଲେ ଅନେକ ସଙ୍ଗୀତଜ୍ଞଙ୍କ ସହ କାର୍ଯ୍ୟ କରି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କ କ୍ୟାରିୟରର ପ୍ରଥମ 10 ବର୍ଷରେ ଅନ୍ୟ ଗାୟିକାଙ୍କ ତୁଳନାରେ ସେ ଅଧିକ ଗୀତ ଗାଇଥିଲେ। 1957 ମସିହାରେ ତୁମସା ନେହିଁ ଦେଖା ଏବଂ ନୟା ଦୌର ଆଶାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ପ୍ରଖ୍ୟାତ ସଙ୍ଗୀତକାର ଓପି ନାୟରଙ୍କ ସହ ଆଶା ଭୋସଲେ ଅନେକ ସଫଳ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ। 1960 ଦଶକ ଶେଷ ସୁଦ୍ଧା ଆଶା ଭୋସଲେ ଏବଂ ଲତା ମଙ୍ଗେଶକର ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର 2 ନିର୍ବିବାଦୀୟ ଗାୟିକା ବିବେଚିତ ହୋଇଥିଲେ। ପରେ ଆଶା
ରବି, ଏସ୍.ଡି. ବର୍ମନ, ଜୟଦେବ, ଶଙ୍କର ଜୟକିଶନ, ଇଲିୟାରାଜା ଏବଂ ବାପି ଲାହିରୀଙ୍କ ଭଳି ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସହ କାର୍ଯ୍ୟ କରିଥିଲେ। 1970 ଦଶକରେ ଆଶା ଭୋସଲେ ଆର୍.ଡି. ବର୍ମନଙ୍କ ସହ ପପ୍ ଓ ଡିସ୍କୋ ଗୀତର ମୂଳଦୁଆ ପକାଇଥିଲେ। ଉମରାଓ ଜାନ୍ରେ ଆଶାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ନୂତନ ପିଢ଼ିର ସଙ୍ଗୀତଜ୍ଞ ଏ.ଆର୍. ରହମାନଙ୍କ ସହ ଆଶା ଭୋସଲେ ଅନେକଗୁଡ଼ିଏ ଗୀତରେ କଣ୍ଠଦାନ କରିବା ସହ ନୂତନ ପିଢ଼ିର ଚଳଚ୍ଚିତ୍ର ରଙ୍ଗିଲା ଏବଂ ଲଗାନ ଭଳି ଚଳଚ୍ଚିତ୍ରରେ ସେ ନିଜର ଯାଦୁ କରି ସ୍ୱରର ଅଭୁଲା ସ୍ପର୍ଶ ଦେଇପାରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଇସଲାମାବାଦରେ ଅନୁଷ୍ଠିତ ଆଲୋଚନା ବିଫଳ ହେବା ପରେ ପଶ୍ଚିମ ଏସିଆ ପରିସ୍ଥିତି ଅନ୍ୟ ଦିଗକୁ ଗତି କରିବା ସମ୍ଭାବନା ପ୍ରକାଶ ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଆମେରିକା ନୌବାହିନୀ ଖୁବ୍ ଶୀଘ୍ର ହରମୁଜ୍ ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରିବା ଆରମ୍ଭ କରିବ। ସେହି ବାଟ ଦେଇ ଶୁଳ୍କ ପ୍ରଦାନ କରି ଅତିକ୍ରମ କରୁଥିବା ଜାହାଜଗୁଡ଼ିକୁ ଅଟକାଇ ଦିଆଯିବ ଏବଂ ସମ୍ପୃକ୍ତ ପ୍ରଣାଳୀରେ ଇରାନ ପକ୍ଷରୁ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ମଧ୍ୟ ନିଷ୍କ୍ରିୟ କରାଯିବ। ଶ୍ରୀ ଟ୍ରମ୍ପ ଇରାନର ପରମାଣୁ ଲକ୍ଷ୍ୟକୁ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଥିବା କହିଛନ୍ତି। ଏହାଫଳରେ ତେହେରାନ ଆମେରିକା ସହିତ ବୁଝାମଣା କରିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇରାନ ପ୍ରଶାସନ ଆମେରିକାକୁ ଚେତାବନୀ ଦେଇ କହିଛି ଯଦି ଶତ୍ରୁପକ୍ଷର ସାମରିକ ଜାହାଜ ହରମୁଜ୍ ପ୍ରଣାଳୀ ଆଡ଼କୁ ଆସେ ତେବେ ତାହାକୁ ଯୁଦ୍ଧବିରତିର ଉଲ୍ଲଂଘନ ବୋଲି ବିଚାର କରାଯିବ ଏବଂ ସମ୍ପୃକ୍ତ ଜାହାଜଗୁଡ଼ିକୁ ଧ୍ୱଂସ କରିଦିଆଯିବ। ଇରାନ କହିଛି ହରମୁଜ୍ ପ୍ରଣାଳୀ ଶାନ୍ତିପୂର୍ଣ୍ଣ ଭାବେ ଯାତାୟାତ ଲାଗି ନିଶ୍ଚିତ ଭାବେ ଉନ୍ମୁକ୍ତ ରହିବ। ଅନ୍ୟପକ୍ଷରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ୍ କହିଛନ୍ତି ତେହେରାନ ସବୁ ସମୟରେ ସନ୍ତୁଳନ ରକ୍ଷା କରି ଶାନ୍ତି ଏବଂ ସୁରକ୍ଷା ଲାଗି ଆଗ୍ରହୀ ରହିଛି, କିନ୍ତୁ ଆମେରିକାର ଦୁମୁହା ନୀତିକୁ ସେ ବରଦାସ୍ତ କରିବ ନାହିଁ। ସେ କହିଛନ୍ତି ହରମୁଜ୍ ପ୍ରଣାଳୀ ବିଶ୍ୱର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ପ୍ରାକୃତିକ ଗ୍ୟାସ୍ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ବ୍ୟବସ୍ଥା। ସେଠାରେ ଯେକୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବା କିମ୍ବା ସାମରିକ ଅଭିଯାନ ଆରମ୍ଭ କରିବା ଦ୍ୱାରା ବିଶ୍ୱରେ ଶକ୍ତି ଯୋଗାଣ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି ହେବ, ଯାହାଫଳରେ ତୈଳ ଦର ବୃଦ୍ଧି ପାଇବା ସହ ସେହି ବାଟ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକର ବୀମା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଇସ୍ରାଏଲ ହେଜବୋଲା ଉଗ୍ରବାଦୀ ରହୁଥିବା ସନ୍ଦେହ କରି ଦକ୍ଷିଣ ଲେବାନନର ବ୍ରିଣ୍ଟ ଜାବେଲସ୍ଥିତ ଏକ ଡାକ୍ତରଖାନାରେ ଚଢ଼ଉ କରିଛି। ଏଥିରେ ପ୍ରାୟ 20 ଜଣଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ସେଠାକାର ଅନ୍ୟାନ୍ୟ ଅଞ୍ଚଳରେ ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ଜାରି ରହିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଲେବାନନ ପ୍ରଧାନମନ୍ତ୍ରୀ ନୱାଫ ସଲାମ କହିଛନ୍ତି ତାଙ୍କ ସରକାର ଦକ୍ଷିଣ ଲେବାନନରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ପ୍ରତ୍ୟାହାର ସହ ଯୁଦ୍ଧ ବନ୍ଦ କରିବା ଲାଗି ଉଦ୍ୟମ କରୁଛନ୍ତି। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ଆକ୍ରମଣ ଓ ପ୍ରତି ଆକ୍ରମଣରେ 2000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଇତିମଧ୍ୟରେ ପେଜେସିଆନ୍ ପଶ୍ଚିମ ଏସିଆ ପରିସ୍ଥିତି ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ କୂଟନୈତିକ ଆଲୋଚନା ଆରମ୍ଭ କରିଥିବା କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଜନଗଣନା 2027 ସମ୍ପର୍କରେ ଏକ ଅନ୍ତର୍ଦୃଷ୍ଟିମୂଳକ ଆଲୋଚନା ଆତ୍ମଗଣନା କିଭଳି କରିବେ ପ୍ରଚାର କରାଯିବ। ଆଲୋଚନାରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟର ଡେପୁଟି ଡିରେକ୍ଟର ଜେନେରାଲ ବିଶ୍ୱଜିତ ଦାସ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 233-4444 233-1048 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଗତକାଲି ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ଦକ୍ଷିଣ ଲେବାନନ ଗସ୍ତ କରିଛନ୍ତି। ସେ କହିଛନ୍ତି ଯୁଦ୍ଧ ଜାରି ରହିଛି ଏବଂ ଇସ୍ରାଏଲର ଶତ୍ରୁମାନେ ଏବେ ଜୀବନ ବଞ୍ଚାଇବା ଲାଗି ଉଦ୍ୟମ କରୁଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତ କାଳରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇଡିଏଫ୍ର ମୁଖ୍ୟ ତଥା ଅନ୍ୟାନ୍ୟ ବରିଷ୍ଠ ସେନା ଅଧିକାରୀମାନେ ଦକ୍ଷିଣ ଲେବାନନ ଗସ୍ତ କରିଥିଲେ। ଆଇପିଏଲ୍ କ୍ରିକେଟରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 18 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 234 ରନ୍ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 5ଟି ୱିକେଟ୍ ହରାଇ 222 ରନ୍ ସଂଗ୍ରହ କରିପାରିଥିଲା। ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଥିଲା। 165 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4ଟି ବଲ୍ରେ 3ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ସନ୍ଧ୍ୟା 7:30ରେ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ବିକାଶ ଯାତ୍ରାରେ ମହିଳାଙ୍କ ଅଂଶଗ୍ରହଣକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ତ୍ୱରାନ୍ୱିତ ହେଉଛି ପ୍ରଚାର ଅଭିଯାନ। ମୁମ୍ବାଇର ଶିବାଜୀ ପାର୍କରେ ଆଜି ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେଙ୍କ ଶେଷକୃତ୍ୟ। ଆମେରିକା ଇରାନ ଆଲୋଚନା ବିଫଳ ହେବା ପରେ ପଶ୍ଚିମ ଏସିଆ ପରିସ୍ଥିତି ଜଟିଳ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ବିଜୟୀ। ସମ୍ବାଦ ଶେଷ ହେଲା।